ତିନି ପ୍ରକାର କଣ କହିଲୁ? ସାର୍ ଗୋଟେ ହେଲା କାଳିଆ ପିଲା, ଆଚ୍ଛା। ଗୋଟେ ଗୋରା କଲର ପିଲା, ହଁ। ଆଉ ଗୋଟେ ଶାବଳ କଲର ପିଲା। ଶାବଳ ନା କୋଡି? ସାବନ୍ୟ ସାବନ୍ୟ ଶ୍ୟାମଳ କଲର। ପୁଅ ହଉଛି ତିନି ପ୍ରକାର। ତିନି ପ୍ରକାର କଣ ଶୁଣ ଭାଗବତ ଲେଖା ଅଛି। ଆସୁନାହାନ୍ତି ଆସ ଉତ୍ତମ, ମଧ୍ୟମ, ଅଧମ। ଅଧମ ସଂସାରର ପୁଅ ହଉଛି ତିନି ପ୍ରକାର। ଆଚ୍ଛା ଜାଣିବା କେମିତି? ହଁ କେମିତି ଜାଣିବା? ଭାଗବତ। ଭାଗବତ ଭାଗବତ। ଗୋଟେ ଉତ୍ତମ ପୁଅ, ଆଚ୍ଛା। ଗୋଟେ ମଧ୍ୟମ ପୁଅ, ମଧ୍ୟମ ପୁଅ। ଆଉ ଗୋଟେ ଅଧମ ପୁଅ। ତାହେଲେ ଉତ୍ତମ ପୁଅ କେମିତି ଜାଣିବା? ଉତ୍ତମ ପୁଅ ତମ ଗାଁ ହରିଆ। ଏ ଉତ୍ତମ ପୁଅ ବାବୁସାନ। ଉତ୍ତମ ଆଦିବ, ଠିକ ଜାଣିଛି। ଠିକ ଠିକ। ମୁଁ ସେଇ କଥା କହୁଛି। ଆଉ କଣ କଥା କହିଲେ? ଉତ୍ତମ ପୁଅ କିଏ ଭାଗବତ ଲେଖା ହେଇଛି। ଆଚ୍ଛା ହଉ ହେଲା। ମୁଁ ଉତ୍ତମ ପୁଅ ହରିଆ କହୁନି କି ଉତ୍ତମ ପୁଅ ବାବୁସାନ କହୁନି। ଆଚ୍ଛା ଆଉ କୋଉ କଥା? ଏଟା ଭାଗବତ ପରା ମୁଁ କହିବି। ହଉ। ତମେ ଫିଲ୍ମ ଆଡି କଣ ପଳେଇଲଣି? ଆଚ୍ଛା ଆଚ୍ଛା ଭୁଲ ହେଇଯାଇଛି କି ମାଫ କର। ପ୍ରଧାନ ଆଜ୍ଞା ସାର୍। ତାହେଲେ ଭାଗବତରେ ଜଗନ୍ନାଥ ଦାସ କଣ କହିଲେ? ଆଚ୍ଛା କଣ କେମିତି କହିଲେ? କଣ କହିଲେ? କଣ କହିଲେ? ଭଲ ପିତାର ଆଜ୍ଞା ଧୀରେ ଯେ ପାଳଇ ଉତ୍ତମ ପୁତ୍ର ସେ ବୋଲାଏ ଉତ୍ତମ ପୁତ୍ର ସେ ବୋଲାଏ ପୁତ୍ର ସେ ବୋଲାଏ ପୁତ୍ର ସେ ବୋଲାଏ। ଭାଗବତ ଜଗନ୍ନାଥ ଦାସ କହିଲେ ଆଜି ଆପଣ ମାନଙ୍କ ଆଗରେ କହୁଛି ଆପଣ ମାନେ ନିଜ ନିଜର କ୍ୱାଲିଟି କି ଟିକେ ବାଛି ନିଅନ୍ତୁ। କ୍ୱାଲିଟି କି ବାଛନ୍ତୁ। ଆଉ ମୁଁ ଯୋଉ କଥା କହିବି କେହି ଦିହକୁ ନେବେନି। ନାଇଁ ନାଇଁ। କାହିଁକି ନା ଭାଗବତରେ ଇଏ କୋଡା ବାଣୀଟା ଟିକେ ଲେଖା ହେଇଛି ତ ଟିକେ କୋଡା ଲାଗିବ। ଆଚ୍ଛା କୋଡା ଲାଗିବ। କାହିଁକି ନା ବାବୁ ଯେତେବେଳେ କହିଲେ ଟିକେ କୋଡା ଲାଗିବ ଏ କଥା। ଆଚ୍ଛା ହଉ ହେଲା। ଆମେ ବାଛିବା ଆମେ କିଭଳିଆ ପୁଅ। ଆଚ୍ଛା ବାଛିବା। ହଁ ହଁ ଦାସ କଣ କହିଲେ? କଣ କହିଲେ? ପିତାର ଆଜ୍ଞା ଯେ ପାଳଇ ଉତ୍ତମ ପୁତ୍ର ସେ ବୋଲାଇ। ଦର୍ଶନକୁ ଯିବା। ଦର୍ଶନ କଣ କହିଲା? ଭାଗବତରେ ଏମିତି ଦର୍ଶନ ଅଛି ଆପଣ ମାନେ ଶୁଣିଲେ ହୁଏତ ଭାବିବେ ଭାଗବତ ଏଭଳି ଗୋଟେ ପୁରାଣ। ଭାଗବତ ଆଉ ହାଟର ସଂସାରରେ ତ କମ୍ପାନୀ। ଭାଗବତରେ ସବୁ ଅଛି। ପୁଅ ହଁ ଦର୍ଶନକୁ ଯିବା। ହଁ ଭାଗବତ ମାନେ ହଉଛି ଦର୍ଶନ ଆଉ ତତ୍ତ୍ୱ। ହଁ ବକାର ଭାବନା ଅଟେ ଗକାର ତତ୍ତ୍ୱ ସୂତ୍ର ଜୟୀ ବକାର ବ୍ରହ୍ମକୁ ଦେଖନ୍ତୁ ତକାର ଛିନା ଅଟେ। ତୁ ଆମେ ତ ବଳଭଦ୍ର ପଣ୍ଡା ହେଇପାରିବାନି ନା ନା ତଥାପି କିଛି ହେଲେ କିଛି କହିବା ନା। ମାଲୋ ବୋଲେ ସଂସାରର ପୁଅ ପୁଅ ଯୋଉ ପୁଅ ବେଶୀ ବାପା ମାଙ୍କର ଆଦର୍ଶକୁ ପାଳନ କରେ ଆଜ୍ଞା। ଶ୍ରଦ୍ଧାରେ। ହଁ ଶ୍ରଦ୍ଧାରେ ଶ୍ରଦ୍ଧାରେ। ଗୋଟେ ଛୋଟିଆ କଥା କହୁଛି ଆପଣ। ଆଚ୍ଛା କୁହନ୍ତୁ। ଗ୍ରୀଷ୍ମ ସମୟ ଗ୍ରୀଷ୍ମ ସମୟ ନିଦାଗ ଖରା ଲମା ଆଚ୍ଛା ଆଚ୍ଛା ବାପାଟା ବିଲକୁ ହଳ ନେଇକି ଯାଇଛି। ଯାଇଛି। ଏ ପିଲାମାନେ ଶୁଣ ତମ ଖାଦ୍ୟ ଅଛି ଯେ ଆଉ ଦିଦି ଟିକେ ଆଉ 2 ମିନିଟ୍ ପରେ ଗାଡି ଲାଗିଯିବ। ସେ ଗାଡି ନା ଆସିନି। ଗାଡି ଏଇନା ଆସିନି। ସେ ବାଦାମ ବାଡିରୁ ଛାଡିବ। ଅକ୍ଷୟ ପାତ୍ର ଖାନା ଆସିନି ତମେ ବ୍ୟସ୍ତ ହୁଅ ନା। ହଁ ହଁ ମାଲୋ ବୋଲେ ଧୁ ଧୁ ଖରା ହଁ ବାପାଟା ବିଲକୁ ହଳ ନେଇକି ଯାଇଛି। ହଳ ନେଇକି ଫେରୁଛି। ଆଚ୍ଛା ଫେରୁଛି। ଜାନି ବାପା ପିଲା ହଁ ବାପା ବିଚାର କରୁଛି ହଁ ମୁଁ ଘରକୁ ଗଲା ବେଳେ ଆଚ୍ଛା ବଳଦ ଦିଟା ଟିକେ କିଏ ହଳରୁ ଫିଟେଇ ଦଉନ୍ତା ଫିଟେଇ ଦନ୍ତା ତାଙ୍କୁ ଟିକେ ତୋରାଣୀ ମୁଣ୍ଡେ ଦେଇ ଦଉନ୍ତା ଦେଇ ଦନ୍ତା ମୁଁ ଟିକେ ଆରାମରେ ବିଶ୍ରାମ ନିଅନ୍ତି। ବହୁତ ପରିଶ୍ରମ ହେଲଣି। ଏ ମା ଏ କଥା ଯୋଉ ବାପା ଚିନ୍ତା କରୁଥାଏ ଯୋଉ ପୁଅ ବାପାର ମନ କଥା ଜାଣିପାରେ ବାପାଙ୍କୁ କୁହେ ବାପା ବାପା ଆପଣ ବ୍ୟସ୍ତ ହୁଅନ୍ତୁନି ନାଇଁ ବାପା ବ୍ୟସ୍ତ ହୁଅନ୍ତୁନି ବାପା। ଟିକେ ଥକା ମିଳିଥାନ୍ତୁ ଆଚ୍ଛା ଛାଇରେ ବସନ୍ତୁ ବସନ୍ତୁ ଜଳ ଟୋପା ନିଅନ୍ତୁ ପିଅନ୍ତୁ ପିଅନ୍ତୁ। ମୁଁ ବଳଦ ଖୋଲିଦେବି ମୁଁ ବଳଦକୁ ବାନ୍ଧି ଦେଇକିରି ଖୁଆଇ ଦେବି। ମାଇ ପିଆଇ ଦେବି। ହଁ ଇଏ ହଉଛି ଉତ୍ତମ ପୁଅ। ଆଚ୍ଛା ଇଏ ହଉଛି ଉତ୍ତମ ପୁଅ। ହଁ ତାର ମନ ଜାଣିପାରେ ଉତ୍ତମ ପୁତ୍ର ସେଉନରେ ଆଚ୍ଛା ନା ଏଭଳିଆ ପୁଅ କେତେ ଜଣ ଅଛନ୍ତି କହିଲ? ସେମିତି କେହି ନାହାନ୍ତି। ଆଜ୍ଞା ଆଚ୍ଛା ଆଚ୍ଛା ଏଭଳିଆ ପୁଅ କେତେ ଜଣ ଅଛନ୍ତି? କେତେ ଜଣ ଅଛନ୍ତି? ମା ବ୍ରାହ୍ମଣ ହଁ ମାଙ୍କଠୁ ବରଦାନ ପାଇଛନ୍ତି ପାଇଛନ୍ତି। ନାଇଁ କି ହଁ ମାଙ୍କଠୁ ବରଦାନ ପାଇ ହଁ ଆଜ୍ଞା ଘରକୁ ମନ ଖୁସିରେ ଫେରିଛନ୍ତି।
ମନଟା ଭାରି ଖୁସି ହେଇଯାଇଛି ଆନନ୍ଦ ଆନନ୍ଦ ମନରେ ହଁ ବ୍ରାହ୍ମଣୀଙ୍କ ନିକଟରେ ଆଜ୍ଞା ପହଞ୍ଚି ଯାଇଛନ୍ତି ହଁ ବ୍ରାହ୍ମଣୀଙ୍କ ନିକଟରେ ପହଞ୍ଚି ମାଳାଟିକୁ ଆଜ୍ଞା ଦେଇଛନ୍ତି ହଁ ହଁ ପିଲାମାନଙ୍କ କଥା ଟିକେ ଧର କରଣୀୟ ଜ୍ଞାନୀ ମଣ୍ଡଳୀ ସୁଦର୍ଶକ ସମାଜ ମଣ୍ଡଳୀ ଧୀରେ ମାଳାଟିକୁ ନେଇ ଆପଣଙ୍କର ମା ବିଶ୍ୱରୂପାକୁ ପ୍ରଦାନ କରିଛନ୍ତି ଆଚ୍ଛା ଆଚ୍ଛା ଯେତେବେଳେ ବିଶ୍ୱରୂପାକୁ ପ୍ରଦାନ କଲେ କଲେ ବିଶ୍ୱରୂପା ଭକ୍ତି ସହକାରେ ପୂଜାର୍ଚ୍ଚନା କରିଛନ୍ତି କରୁଛନ୍ତି ତା ହଁ ଓ ଆଚ୍ଛା विश्वास से मिलती हरि तर्के बहुत दूर ହଁ बाबा ने विश्वास कले ଆଚ୍ଛା भगवान स्वयं मिल पारिबे ହଁ ହଁ किंतु तर्क कले भगवान सदा बड़े दूर हो जान एमा ହଁ क्रमशः ହଁ आपणकर ହଁ ये विश्वरूपा मांकर मालाटी की पूजार्चना कले କରୁଛନ୍ତି जेतବେଳେ पूजार्चना कले କଲେ ला कोन କଣ ହେଲା बोला धेनु धेनु विश्वरूपा ଆଏ ହଲେ गर्भवती है ହେଲେ ଦିନ ଦିନ ବିଶ୍ୱରୂପା ଗର୍ଭବତୀ ହେଲେ आहा दिनु दिनु ବିଶ୍ୱରୂପା ଗର୍ଭବତୀ ହେଲେ ଦିନ ଦିନ ବିଶ୍ୱରୂପା ଗର୍ଭବତୀ ହେଲେ उजन चंद्र मातायो गर्भ प्रकाश ହେଲେ दिनकु दिन ଆଚ୍ଛା विश्वरूपा गर्भ धारण कले କଲେ गर्भर भार को आज्ञा ଆଚ୍ଛା ए विश्वरूपा गर्भरे धारण ଧାରଣ କଲେ दासी के ढाई गला डाकला नना ଆଚ୍ଛା ନନା କଣ ହେଲା ଖାସି ନନା ଗୋସାଇ ଖାସି ହେଇ ରାଣୀ ମା ଗର୍ଭବତୀ ହେଇଛି କଣ ବ୍ରାହ୍ମଣୀ ମା ଗର୍ଭ ହେଇଛନ୍ତି ହଁ ହଁ ଆଲୋ ଦାସୀ ହଁ ସେଟା କୋଉ କୋଉ କମ୍ପାନୀ ଦିଲ କମ୍ପାନୀ କଣ କମ୍ପାନୀ कोन ଏ ଗର୍ଭବତୀ ମ ଆରେ ଆଚ୍ଛା କମ୍ପାନୀ କମ୍ପାନୀ गर्भवती कंपनी नुओ କଣ ମହମବତୀର କମ୍ପାନୀ ଅଛି ଲ୍ୟାମ୍ପବତୀର କମ୍ପାନୀ ଅଛି ଲଣ୍ଠନବତୀର କମ୍ପାନୀ ଅଛି ଆଉ କେମିତି କମ୍ପାନୀ ନାହିଁ ହଁ ଏଟା ବିଶ୍ୱ ସଂସ୍ଥା କମ୍ପାନୀ ଭଗବାନଙ୍କ କମ୍ପାନୀ बुझी परिबनी काई बुझिया रखिछु ଡେରିରେ ବୁଝୁଛି को हाँ। बाहाइछो ହଁ ବାହା ହେଇଛି केतरा पुछियो ପାଞ୍ଚଟା ଝିଅ ଯୋଡ଼େ ପୁଅ ପାଞ୍ଚଟା आजा तम स्त्री गर्भवती हेतबो ନାଇଁ ସାରେ ମୋ ସ୍ତ୍ରୀ ଗର୍ଭ ହେଇନି କାହିଁ ମିଛ କଥା କହିବି ଝିଅ ପିଲା ନାଗସାପ ନିଶ୍ୱାସ ପାଟିଆଡେ ମୋର ଛୋପ ପଡିବ ମିଛ କହିଲେ ମୁଁ ମୋ ସ୍ତ୍ରୀ ଗର୍ଭ ମଉସା ହେଇନି ଆଚ୍ଛା ପିଲା କେମିତି ହେଲେ ପିଲା ମୁଁ ସେମିତି ପାଲାକୁ ଯାଉଛି ଦେଖିଲେ ଗୋଟା ପରେ ପୁଅ ଝିଅ ଏମିତି ଜନ୍ମ ହଉଛନ୍ତି ଗର୍ଭ ହେଇନି ପାର୍ଲାରୁ ଫେରିଲା ବେଳକୁ ପୁଅ ଝିଅ ଗଣୁଛି ପିଲା ଗଣୁଛି ତୋ ସ୍ତ୍ରୀ ନା, ଗର୍ଭବତୀ ମୋ ସ୍ତ୍ରୀ ଗର୍ଭ ହେଇନି କାହିଁ ବାହା କହି ମିଛ କଥା ପର ଝିଅ ତା ନାଁରେ କାହିଁ ମିଛ କହିବି ଭଲରେ ଅଛୁ ବିଲେଇ କୁକୁର ଛୁଆ ବାବୁ ବିଲେଇ ଛୁଆ କୁକୁର ଛୁଆ ହେଇଥିବେ ଆଠ ପଡିଛ ପଢିଛି କେତେ ଷଷ୍ଠମ ଏ ନଷ୍ଟ ଷଷ୍ଠରୁ ନଷ୍ଟ ହେଇଯାଇଛି ଆଉ ଏଟା ଷଷ୍ଠ 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 ଷଷ୍ଠମ ନୁହଁ ଆଉ ଷଷ୍ଠ ଆଚ୍ଛା ଗୋଟେ ସୁନ୍ଦର ଶ୍ଲୋକ ଗାଇବି ଆଚ୍ଛା ଗୋଟେ ପଦ ଶ୍ଲୋକ ଆପଣ ମାନଙ୍କ ନିକଟରେ ନେବି ହଉ ହେଲା ଓଡିଆ ସାହିତ୍ୟ ବଞ୍ଚିଲେ ଆମେ ବଞ୍ଚିବା ଆଜ୍ଞା ହଁ ଓଡିଆ ସାହିତ୍ୟ ଯିଏ ଜାଣିଛି ହଁ ସେ ଦୁଃଖ କଷ୍ଟରୁ ଦୂରେଇ ଯାଇଛି ଆମେ ଓଡିଆ ସାହିତ୍ୟ ବୁଝୁନେ ବୋଲି ହଁ ହଁ ଆମେ ଆଜି ଅବାଟରେ ବାଟେଇ ହେଇଛୁ ହଁ ହଁ ପଛରେ ଥାଏ बोलना ठीक है क्या ठीक है। हाँ